ଜଙ୍ଗଲ ଘେରା ଏହି ମୟୂରଭଞ୍ଜ ଜିଲ୍ଲା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟି ଯାଇଛି। ଏହାର ମୁଖ୍ୟ କାରଣ ହେଉଛି ବୋଧହୁଏ ଆଜି ଶିମିଳିପାଳରେ ନିଆଁ ଲାଗିଛି। ତେଣୁକରି ମୁଁ ଏହି ମୟୂରଭଞ୍ଜ ଜିଲ୍ଲାର ନେତା ମନ୍ତ୍ରୀଙ୍କୁ କହିବି, ଯେଉଁମାନେ ନିଜକୁ ବଣ ଜଙ୍ଗଲର ବାଘର ଆଖ୍ୟା ଦେଉଛନ୍ତି, ସେହି ନେତା ମନ୍ତ୍ରୀଙ୍କୁ କହିବି, ଆପଣମାନଙ୍କ ପାଖରେ ତ ବହୁତ ଲୋକ ଅଛନ୍ତି, ଏମିତିକି ଆପଣଙ୍କ ବିରୁଦ୍ଧରେ ଯିଏ କହିଲା ତା ମୁହଁକୁ ବନ୍ଦ କରିବା ପାଇଁ ପିଟାପିଟି ବାହିନୀ ବି ଅଛନ୍ତି। ଆଉ ଯେଉଁ ଶିମିଳିପାଳ ଆଜି ଜଳୁଛି, ସେଇ ଶିମିଳିପାଳ ହିଁ ଆପଣଙ୍କ ପରିଚୟ। ସେଇ ଶିମିଳିପାଳରେ ବସବାସ କରୁଥିବା ଗରିବ ଦୁଃଖୀ ଆଦିବାସୀମାନେ ହିଁ ଆପଣଙ୍କୁ ଗାଦିରେ ବସେଇ 25-30 ବର୍ଷ ମୟୂରଭଞ୍ଜ ଜିଲ୍ଲାକୁ ଆପଣଙ୍କ ହାତରେ ଟେକି ଦେଇଛନ୍ତି। ତ ଏତିକି କହିବି, ଯେଉଁ ବାହିନୀମାନେ ଆପଣଙ୍କ ବିରୁଦ୍ଧରେ କହିବା ଲୋକଙ୍କୁ ପିଟିକିରି ମୁହଁ ବନ୍ଦ କରୁଛନ୍ତି, ସେଇ ବାହିନୀକୁ ଥରୁଟିଏ ପଠାନ୍ତୁ ଶିମିଳିପାଳରେ ନିଆଁ ଲିଭେଇବା ପାଇଁ। କାରଣ ସେଇ ଶିମିଳିପାଳ ହିଁ ଆପଣଙ୍କ ପରିଚୟ, ଆଉ ସେଇ ଶିମିଳିପାଳ ହିଁ ଆପଣଙ୍କର ଭବିଷ୍ୟତ।